ସୁଭଦ୍ରା ଯୋଜନାର ଯେତେବେଳେ ମୁଇଁ 2-3 ଦିନ ତଳେ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି ସେ ଭିଡ଼ିଓରେ ଆପଣମାନେ ବହୁତ ସାରା କମେଣ୍ଟ ଆଉ ଭଲ ପାଇବା ଆପଣମାନେ ଦେଇଛନ୍ ଆଜ୍ଞା। ତ ସେଥିଲାଗି ମୋତେ ବାଧ୍ୟ ହେଇକରି ଭିଡ଼ିଓଟା ନେଇକରି ଆସିଛେ। ତ ଯେନ୍ ଭିଡ଼ିଓରେ କି ଆପଣମାନେ ଦେଖନ୍ ଯେନ୍ମାନଙ୍କର 21 ବର୍ଷ ପୁରୀ ଗଲାନ ସେମାନେ ଆବେଦନ କାଁଥି ଲାଗି ନେଇ କରିପାରବା, ଆବେଦନ କରିପାରବେ କି નહીં। ତାପରେ ରହିଲା ଆପଣ ପହିଲା ଇନଷ୍ଟଲମେଣ୍ଟ ପାଇଛନ୍, ସେକେଣ୍ଡ ଇନଷ୍ଟଲମେଣ୍ଟ ପଇସା ସୁଭଦ୍ରା ଯୋଜନା ପଇସା ନେଇ ଆସବା। ତାପରେ ରହିଲା ଯେନ୍ମାନଙ୍କର ରିଜେକ୍ଟ ହେଇଯାଇଛି ଆମର ବ୍ଲକ ଲେବୁଲ୍ म्यूनिसिपालिटी लेवल तांकर रिजेक्ट हो जाइए किंबा 5 एकड़ जमी नहीं थे भी 5 एकड़ जमी बोलुचे इनकम टैक्स नहीं बांधी कर भी इनकम टैक्स बोलुचे से सबू डिटेलटा मुझे खुजी खुजी कर जेने आज कॉल सेंटर को पचराइछे आउ कॉल सेंटर आज्ञा मैंने काଣା कौन से आपन टिके निजे भी सुनन आर तार समस्यार समाधान केंता करबे आगु भी मुझे भिडियो बहुत सारा पचार कुछ आज्ञा आमे गुटे सेपारेट आपन लाइक गोटे दुकान दीचु आज्ञा इटा होचे हमर यूट्यूब चैनल होचे गोटे दुकान बोले चले केंता आमे आपन के दुकान माध्यम रे कहूँ जे आपण मान के विभिन्न प्रकार अपडेट दउचु से काम मने आपण माने निहाती करबा दरकार जेन काम की जेते बेले जेन असुविधा थिसी से असुविधा टाइम रे ही आमे आपन के वीडियो प्रचार करसु कथा रे गुटे अच्छे विपद बेलर बंधु ही प्रकृत बंधु बोली करी आमे ऑप्टिन विषय भी आवाज उठिथिलु जेते बेले जहाँ भी अपडेट होचे से सब वीडियोटा आमर चैनल सब पहला अपलोड होचे आज्ञा तापर बाकी चैनल आपण मान देखबा लागि पेउचन तो मुई बुझी नहीं पारबा मुई आपन एते मात्रा रे मुई आपन के सिखौचन तब भी आपण माने बुझुचन कि नहीं बुझबा कांति लागि आपण माने नहीं जे देखि जानि पारुचन मुई भी किछि बुझी नहीं पारबा तो ई वीडियोटा आपण माने देखि दियन काଣା कहउचन कॉल सेंटर आज्ञा माने तापर आपण माने सब समस्यार समाधान निजटा निजे करबे आज्ञा चलन कॉल सेंटर टिके सुनी दमा जो मानकर सुभद्रा रिजेक्ट होता से माने एबे पैसाटा पाइगले जहाँकि आम कम्प्लेन कला परे ଆଜ୍ଞା तो वर्तमान देखंतु एबे जस्ट प्रथम किस्ती से पाइछंती आउ द्वितीय किस्ती पर्यंत पाई नाही। ଆଜ୍ଞା ଅସୁବିଧା ପାଇଁ ଦୁଃଖିତ ମ୍ୟାଡ଼ାମଙ୍କର ଆପ୍ଲିକେସନ୍ ନମ୍ବର ଜାଣିପାରିବି? ना मोर तो एप्लिकेशन नाही जेहेतु मोर सीएससी सेंटर अछि किछि जनकर मो स्टेटस चेक करथिल स्टेटस रे कोन लेखा अछि म आपन कहि दोछि देखंतु ଆଜ୍ଞା टिके लेनंतु मु देखि दोछि स्टेटस रे तांकर आसुछि कोनडा जेते बेला हम स्टेटस चेक करछु तांकर केवाईसी कंप्लीट अछि ଆଜ୍ଞା बायोमेट्रिक भी कंप्लीट अछि स्थिति अछि रिजेक्ट आउ खारज लेखा अछि बीएलएससी ଆଜ୍ଞା DLSC କିମ୍ବା MLSC ରୁ हाँ सेटा अछि ତାର ମାନେ ହେଉଛି ଯୋଉଟାକି ଷ୍ଟାଟସ୍ ତ ଅପଡେଟ୍ ହେଇନି ଆମ ପାଖରେ ବି ସେମ୍ ଶୋ କରୁଛି ଆଜ୍ଞା ଷ୍ଟାଟସ୍ ଅପଡେଟ୍ ହେଇନି ଯୋଉଟାକି ଡିଷ୍ଟ୍ରିକ୍ଟ ଲେବୁଲରେ ଭେରିଫିକେସନରେ ଫର୍ମଟି ରିଜେକ୍ଟ ହେଇଛି କିମ୍ବା ବ୍ଲକ ଲେବୁଲ ଯୋଉଟାକି ମ୍ୟୁନିସିପାଲିଟି ଲେବୁଲର ଭେରିଫିକେସନରେ ରିଜେକ୍ଟ ହେଇଛି हम्म ତ हम्म ଯାହାଙ୍କର ଆପଣ ଦେଖୁଛନ୍ତି ଶୋ କରୁଛି ତ ସେମାନଙ୍କର ଯଦି ଡିଷ୍ଟ୍ରିକ୍ଟ ଲେବୁଲରେ ଯାଉଛି ଯୋଉଟାକି ବ୍ଲକ ଏରିଆ ଯାଉଛି हम्म ବ୍ଲକରେ କିମ୍ବା ପଞ୍ଚାୟତ ଅଫିସରେ ଯାଇକି ଯୋଗାଯୋଗ କଲେ ସେଠି ରିଜେକ୍ଟର କାରଣ କ'ଣ ସିଏ ଜଣେଇବେ ଯଦି ମ୍ୟୁନିସିପାଲିଟି देखंतु ଏରିଆରେ ଯାଉଛି पंचायत तो सेମିତି କିଛି ऑप्शन ही नाही मैडम ଆଜ୍ଞା ଆପଣ ଯୋଉ କଥା କହୁଛନ୍ତି ପଞ୍ଚାୟତରେ ସେମିତି କିଛି ଅପସନ ନାହିଁ କେବଳ ବ୍ଲକ ରେ ହିଁ ଅଛି ସେ ଅପସନ ଟା ଯୋଉଟା ଆପଣ କହିଲେ ଆଜ୍ଞା ତ ବ୍ଲକରେ ଯାଇକି ଯୋଗାଯୋଗ କରିବେ ଯୋଉମାନଙ୍କର ମ୍ୟୁନିସିପାଲିଟି ଏରିଆ ରହୁଛି ତ ମ୍ୟୁନିସିପାଲିଟି ଅଫିସରେ ଯାଇକି ଯୋଗାଯୋଗ କରିବେ ଯୋଗାଯୋଗ କଲେ ଜଣାପଡ଼ିବ କେଉଁ କାରଣରୁ ରିଜେକ୍ଟ ହେଇଛି ଆଚ୍ଛା ଏଇଟା ତ ଗୋଟେ କଥା କହିଲେ ଆଉ ଯୋଉମାନଙ୍କର ଦେଖନ୍ତୁ ଇନକମ ଟ୍ୟାକ୍ସ ପାଇଁ ଯୋଉଟା ରିଜେକ୍ଟ ହେଇଛି ତାର କଣ ବ୍ୟବସ୍ଥା କରାଯିବ ମ୍ୟାଡ଼ାମ ଯୋଉଟା କି କିଛି ଆଇଟିଆର ଫାଇଲ କିଛି କରିନାହାନ୍ତି ତାଙ୍କ ପରିବାରରେ ଇନକମ୍ ଟ୍ୟାକ୍ସ ହଁ ଇନକମ ଟ୍ୟାକ୍ସ ଲେଖୁଛି ସେଟା ସେଇଟା ଅଭିଯୋଗ ଦାଖଲ କରିପାରିବେ ଆଜ୍ଞା ପ୍ରଥମ କିସ୍ତି ପାଇଥିଲେ କିନ୍ତୁ ଦ୍ୱିତୀୟ କିସ୍ତି ବେଳକୁ ତାଙ୍କର ଇନକମ ଟ୍ୟାକ୍ସ ଲେଖୁଛି ଏବେ ଆଜ୍ଞା ତ ସେଇଟା ପ୍ରତି କିସ୍ତିରେ ହିଁ ଭେରିଫିକେସନ କରାଯାଇକି ଦିଆଯିବ ଆଜ୍ଞା ଯେହେତୁ 5 ବର୍ଷର ଯୋଜନା ରହୁଛି ପ୍ରାୟତଃ ସମସ୍ତଙ୍କର କିଛି ନା କିଛି ଚେଞ୍ଜେସ୍ ରହୁଛି ନା କୋଉମାନଙ୍କର ଆୟ ବୃଦ୍ଧି ହଉଛି ହୁଁ କିମ୍ବା ହୁଁ କୋଉମାନେ ହୁଁ ହୁଁ ଆଉ ଦେଖନ୍ତୁ ଏବେ ଯୋଉ କମ୍ପ୍ଲେନ ଟା ଚେଞ୍ଜେସ୍ ତ ହଉଛି ଆଉ କମ୍ପ୍ଲେନ ଟା ତ ଅନଲାଇନ ରେ କିଛି କରି ହଉନି ଯାହାକି ଆମେ ଯେତେବେଳେ ଆମେ କମ୍ପ୍ଲେନ ଟା ଅନଲାଇନ କରୁଛୁ ସେତେ ଟାଇମ ରେ ତା କ୍ୟାପଚା କୋଡ ବି ଆସୁନି କି କିଛି କମ୍ପ୍ଲେନ ଟା ଦର୍ଜ କରି ହଉନି ପୋର୍ଟାଲ ଟା ବି ଭଲ ଭାବରେ କାମ କରୁନି ସେଥିପାଇଁ ଆପଣ ଆପଣଙ୍କର ଯିଏ ଉପରିସ୍ଥ ଅଧିକାରୀ ଅଛନ୍ତି ତାଙ୍କୁ ଜଣାନ୍ତୁ ଆଜ୍ଞା ଆଉ ଗୋଟେ ଦେଖନ୍ତୁ ଆଉ ଗୋଟେ ରହିଲା ଆମର ଜମି ରିଜେକ୍ଟ ଯୋଉମାନଙ୍କର ପ୍ରଥମ କିସ୍ତି ପାଇଥିଲେ ଦ୍ୱିତୀୟ କିସ୍ତି ବେଳକୁ ତାଙ୍କର ଅଛି ଆଜ୍ଞା ଜମି ପାଇଁ ରିଜେକ୍ଟ ଲେଖୁଛି ଆଜ୍ଞା ଜମି ପାଇଁ ଯୋଉମାନଙ୍କର ରିଜେକ୍ଟ ହେଇଛି ତ ସେମାନେ ଯଦି ପାଇବା ପାଇଁ ଯୋଗ୍ୟ ଅଛନ୍ତି କହୁଛନ୍ତି ତାହେଲେ ସେ ଅଭିଯୋଗ ଦାଖଲ କରିପାରିବେ ଆଜ୍ଞା ସେଟା ଆପ୍ଲିକେସନ ଲେଖିବାକୁ ପଡିବ ନା ଖାଲି ଯାଇକି କହିଦେଲେ ହେଇଯିବ ସେଟା ନାଇଁ ଅଭିଯୋଗ ଦାଖଲ କରିବା ପାଇଁ ପଡ଼ିବ ତା ସହିତ ପ୍ରମାଣ ପତ୍ର ଆକାରରେ ଜମିର ପଟ୍ଟାର ଫଟୋ ସେଠି ପିଡିଏଫରେ ଗୋଟେ ଏମବିରେ ଆଟାଚ୍ କରାଇବେ ତାଙ୍କର ତ ଜମି ନାହିଁ ମ୍ୟାଡାମ ସେମାନେ କୋଉଠୁ ଆଣିକି ଜମି ଦେବେ ଯଦି ନାହିଁ ତାହେଲେ ସରପଞ୍ଚଙ୍କ ଠାରୁ ଲିଖିତ ଆକାରରେ ଆଣିବେ ଆଜ୍ଞା ହଁ ଯୋଉମାନଙ୍କର ଜମି ରିଜେକ୍ଟ ହେଇଯାଇଛି ସେମାନେ ସରପଞ୍ଚ ଲେଖା ନେଇଦେଲେ ବି ହେଇଯିବ ଆଜ୍ଞା
ଆଚ୍ଛା ଏଇଟା ତ ଗୋଟେ ଗଲା ମ୍ୟାଡ଼ାମ ଆଉ ଗୋଟେ ଦେଖନ୍ତୁ ଆମେ ସିଏସରେ ଯେତେବେଳେ ହେଲେ ଆମେ ଆବେଦନ କରୁଛୁ ଯୋଉମାନଙ୍କର 21 ବର୍ଷ ପୁରିଗଲା ଜାନୁଆରୀ ମାସରେ ଆଜ୍ଞା ତ କିମ୍ବା ଡିସେମ୍ବର ମାସରେ ଯୋଉମାନଙ୍କର 21 ବର୍ଷ ପୁରିଛି କିନ୍ତୁ ତାଙ୍କ ପୋର୍ଟାଲରେ ସେଇଟା ନଉନାହିଁ। ଆଜ୍ଞା ଶୁଣନ୍ତୁ ଯୋଉମାନଙ୍କର 1 ଜୁଲାଇ 2003 ମସିହା ପୂର୍ବରୁ ଜନ୍ମ ସେମାନେ କେବଳ ଆପ୍ଲାଏ କରିପାରିବେ ଯୋଉଟା 5 ବର୍ଷର ଅବେଥିଲୁ ସେମାନେ 5 ବର୍ଷର ପାଇପାରିବେ। ଯୋଉମାନଙ୍କର ଜୁଲାଇ ମାସ ଯୋଉଟା କି 1 ଜୁଲାଇ 2003 ମସିହା ପରେ ଜନ୍ମ କିନ୍ତୁ 21 ବର୍ଷ ହେଇଯାଇଛି ହୁଁ ତ ହୁଁ ସେମାନେ ବର୍ତ୍ତମାନ ଆପ୍ଲାଏ କରିପାରିବେନି। ଆପ୍ଲାଏ କରିବେ ଶେଷ ତାରିଖ ତ ଅଲରେଡି ଯାଇଛି କିନ୍ତୁ ଆପ୍ଲାଏ ଡେଟ୍ ଥିଲେ ବି ସେମାନେ ଆପ୍ଲାଏ କରିପାରିନଥାନ୍ତେ। ହୁଁ ତ ହୁଁ ସେମାନଙ୍କର ବୟସ ଯେହେତୁ ହେଇଯାଇଛି ଯଦି ସେମାନେ ଆପ୍ଲାଏ କରିନାହାନ୍ତି ତ ସେଟା ପ୍ରଥମ ବର୍ଷରୁ ସେମାନଙ୍କୁ ବାଦ ଦିଆଯିବ। ପ୍ରଥମ ବର୍ଷର 10,000 ଟଙ୍କା ସେ ପାଇପାରିବେନି। ଆଚ୍ଛା ନେକ୍ସଟ ନାଇଁ ବର୍ଷଠୁ ଶୁଣନ୍ତୁ ମୋର କହିବା କଥା ହେଲା ତ ଗଭର୍ଣ୍ଣମେଣ୍ଟ ଆମର ଯୋଉ ମ୍ୟାଡାମ ଅଛନ୍ତି ଆମର ମିନିଷ୍ଟର ସେ କହୁଛନ୍ତି ନା 21 ବର୍ଷ ପୁରିଲେ ଆପଣ ଆବେଦନ କରିପାରିବେ ତ ଏଥିରେ ପୋର୍ଟାଲରେ ତ ଶୋ ହଉନି ନା ମ୍ୟାଡାମ ଯୋଉମାନଙ୍କର 21 ବର୍ଷ ଅଲରେଡି ଏ ବର୍ଷ ଆପ୍ଲାଏ ପୁରିଗଲା। କରିପାରିବେ ତ ସେଟା ଯଦି ସେ ସମୟରେ ସେପ୍ଟେମ୍ବର ମାସରୁ ଆପ୍ଲାଏ କରା ହୁଁ ହୁଁ ପ୍ରଥମ ମାନେ ଏବେ ଯେତେ ବି ପାଇଛନ୍ତି ସେପ୍ଟେମ୍ବର ଯୋଉମାନଙ୍କର 21 ମାସରେ ବର୍ଷ ତ 21 ବର୍ଷ ପୁରିନି ନା ପୁରି ନଥିଲା ନା ହଁ ହଁ ବର୍ତ୍ତମାନ ହଁ ଆପଣ କହୁଛନ୍ତି ହୁଁ ତ ସେ ସମୟରେ ଯଦି ପୁରି ଯାଇଥାନ୍ତା ସେପ୍ଟେମ୍ବର ମାସରୁ ହିଁ ସେଟା ପ୍ରଥମ କିସ୍ତି ଦିଆଯାଇଛି। ଆଚ୍ଛା ତ ଏମାନେ ଯୋଉଟା ଏ ବର୍ଷ ପାଇନଥିଲା ସେଇଟା ପର୍ଯ୍ୟାୟ ନେଇକି ଦିଆଯାଉଥିଲା ହୁଁ ହୁଁ ବୁଝିପାରୁଛନ୍ତି। ମାନେ ଏ ବର୍ଷ ସେମାନେ ଆପ୍ଲାଏ କରିପାରିବେନି ଆସନ୍ତା ବର୍ଷ ହିଁ କେବଳ ଆପ୍ଲାଏ କରିପାରିବେ। ଆଜ୍ଞା ଆସନ୍ତା ବର୍ଷ ଯୋଉଟା କି ପୂର୍ବ ସୂଚନା ଅନୁଯାୟୀ ଯୋଉମାନଙ୍କର ଜୁଲାଇ ମାସ ଏଇ ମସିହାର ଜୁଲାଇ ମାସ ପରେ ଆପ୍ଲାଏ କରିପାରିଥାନ୍ତେ କିନ୍ତୁ ଯେହେତୁ ବର୍ତ୍ତମାନ ଆମକୁ ସେମିତି ଅପଡେଟ୍ ଆସିନି ସୂଚନା ଦେବାକୁ ଜଣାଯାଇନି ତ ସଠିକ ସୂଚନା ଜଣାଇପାରୁନୁ। ଆମକୁ ଅପଡେଟ୍ ଆସିଲେ ସେ ସମ୍ବନ୍ଧରେ ଜଣାଇପାରିବୁ ସେମାନେ କେବେ ଆପ୍ଲାଏ କରିବେ। ହୁଁ ସେଇଟା ତ ରାଇଟ୍ କଥା ମ୍ୟାଡାମ ଆପଣଙ୍କ ପାଖରେ ଯାହା ବି ଅପଡେଟ୍ ଆସିବ ସେଇ ହିସାବରେ ହିଁ ଆପଣ ଆମକୁ କହିବେ। ଆଜ୍ଞା ତ ମୁଁ ପ୍ରଥମ ଆପଣଙ୍କୁ କାହିଁକି ଅପଡେଟ୍ କଲ୍ ଦେଲେ କରୁଛି ନା ମୋର କଲ୍ ଆଜ୍ଞା କରିବାର ଉଦ୍ଦେଶ୍ୟ ହଉଛି ଯେହେତୁ ଲୋକଙ୍କର ଅନଲାଇନ ଆପ୍ଲାଏ କରିଛୁ ଆଜ୍ଞା ତ ସମସ୍ତେ ଆସିକି ଆମକୁ ବାରମ୍ବାର ପ୍ରଶ୍ନ ପଚାରୁଛନ୍ତି ବହୁତ କଥା କହୁଛନ୍ତି ଭାଇ ଆମେ ପ୍ରଥମ କିସ୍ତି ପାଇଥିଲୁ ସେକେଣ୍ଡ କିସ୍ତି ଆସିନି ତାଙ୍କର ଯେତେବେଳେ ଟାଟସ୍ ଚେକ୍ ଡିଏଲ ଲେଖୁଛି କାହାର ଜମି ଲେଖୁଛି ବିଭିନ୍ନ ପ୍ରକାର କଥା ଆକ୍ଚୁଆଲି ଯାହା ଦେଖିବାକୁ ଗଲେ ଯୋଉମାନଙ୍କର ଗାଡି ଅଛି ବଙ୍ଗଳା ଅଛି ସେମାନେ ବି ପାଇଛନ୍ତି ମ୍ୟାଡାମ ସୁଭଦ୍ରା ଯୋଜନା। ଆଜ୍ଞା ସେଇଟା ତ ଆମେ ବୁଝିପାରୁଛୁ ଆଜ୍ଞା ଯୋଉମାନେ ବି ପାଇଛନ୍ତି ସେମାନେ ଆଗକୁ ବି ଅସୁବିଧାର ସମ୍ମୁଖୀନ ହେଇପାରିବେ। ହୁଁ ଯୋଉମାନଙ୍କର ଦେଖନ୍ତୁ 4 ଚକିଆ ଗାଡି ଅଛି କିନ୍ତୁ ତାଙ୍କର ରାସନ କାର୍ଡ ନାହିଁ କିନ୍ତୁ ସେ ପାଇଛନ୍ତି। ଆଉ ଯୋଉମାନଙ୍କର ବିଲ୍ଡିଂ ବି ଅଛି ବହୁତ ବଡ 2 ମହଲା 3 ମହଲା ବିଲ୍ଡିଂ ଅଛି ସେମାନେ ବି ପାଇଛନ୍ତି। ଏମିତି ସିଷ୍ଟମ ହେଇଯାଇଛି ଯୋଉ ଯିଏ ଯୋଗ୍ୟ ଅଛି ସେ ପାଇନାହିଁ। ଆକ୍ଚୁଆଲି ଆମ ଓଡିଶା ଗଭର୍ଣ୍ଣମେଣ୍ଟ ଏଇଟା ପ୍ରପରଲି ଫିଜିକାଲ ଭେରିଫିକେସନ କଲେ ବହୁତ ଭଲ ହୁଅନ୍ତା ଆଉଥରେ। ଆଜ୍ଞା ସମସ୍ତ ଯେତେ ବି ଲୋକ ପାଇଛନ୍ତି ସମସ୍ତଙ୍କର ନିହାତି ଭାବରେ ଫିଜିକାଲ ଭେରିଫିକେସନ ହେବା ଦରକାର ଯାହା ଦ୍ୱାରା କି କିଏ ଯୋଗ୍ୟ କିଏ ଅଯୋଗ୍ୟ ସମସ୍ତେ ଜଣା ପଡିବେ। ଏଇ ଅନଲାଇନ ରେ କିଛି ଡାଟା ଭୁଲ ଭାଲ ସବୁ ଆସୁଛି ଯାହାବି। ଠିକ ଅଛି ଯୋଉମାନଙ୍କର ଭୁଲ ଆଉ ରିପୋର୍ଟ ଗୋଟେ କଥା ଆସିଛି ମ୍ୟାଡାମ ଦେଖନ୍ତୁ ଯୋଉମାନଙ୍କର ରିଜେକ୍ଟ ହେଇଛି ତ ସେମାନେ ଅଭିଯୋଗ ଦାଖଲ କରିପାରିବେ। ମ୍ୟାଡାମ ମୁଁ ଆପଣଙ୍କୁ ଗୋଟେ କଥା କହୁଛି ଆପଣ ୟାକୁ କଲ୍ ଟିକେ ନିହାତି ଭାବରେ ରେକର୍ଡ କରିବେ ଆମର ଯେତେବେଳେ ଫିଜିକାଲ ଭେରିଫିକେସନ ଟା ହେବ ବ୍ଲକ ର ଅଧିକାରୀ ହିଁ ଯାଞ୍ଚ କରିବାଟା ବେଟର ହବ। ଆଉ ଯୋଉ ରହିଲେ ଆମର ଆର୍ଆଇ ରହିବ କିମ୍ବା ଆପଣଙ୍କର ଆପଣଙ୍କର ସରପଞ୍ଚ ରହିବେ ଅଙ୍ଗନବାଡି ରହିବେ ଏମାନଙ୍କ ଦ୍ଵାରା କିଛି ହବନି। ପ୍ରକୃତ ଅଦର ଭିଲେଜ ରୁ ଆସିକି ଯାଞ୍ଚ କଲେ ସେମାନେ ହିଁ ଜାଣିପାରିବେ। ଗାଁ ଲୋକରେ ଥିବ ସେ ଗାଁ ଲୋକ ତ ଏବେ ଆପଣଙ୍କ ସହିତ ମୁଁ ଝଗଡା ହେଇଛି ଆପଣଙ୍କୁ ରିଜେକ୍ଟ କରିଦେବି ଫିଜିକାଲ ଭେରିଫିକେସନ ଟାଇମରେ। ଯିଏ ଆପଣ ମୋର ଆଜ୍ଞା ସହିତ ସମ୍ପର୍କ ଅଛି ମୁଁ ତାକୁ ଏମିତି ହଉଛି ମ୍ୟାଡାମ ପ୍ରାୟତଃ ଆମ ଗାଁ ଗହଳିରେ ଏମିତି ପ୍ରାୟତଃ ହଉଛି। କିଛି ଲୋକଙ୍କର ଇଏ ଥାଏ ନା ତେଣୁକରି ବ୍ଲକ ର ଯୋଉ ଅଧିକାରୀ ଆଜ୍ଞା ମାନେ ରହୁଛନ୍ତି ତାଙ୍କୁ ଫିଜିକାଲ ଭେରିଫିକେସନ ପାଇଁ ପଠାଗଲେ ବହୁତ ଭଲ ହବ। ତା ସହିତ ଆମ ଆର୍ଆଇ ଅଫିସର ଯୋଉ ଆଜ୍ଞା ଅଛନ୍ତି ଆଜ୍ଞା ତାଙ୍କୁ ଗଲେ ଏଇଟା ଟିକେ ନିହାତି ଭାବରେ ଗଭର୍ଣ୍ଣମେଣ୍ଟ ଟିକେ ନୋଟ୍ କରିକି ଟିକେ ସେଣ୍ଡ କଲେ ବହୁତ ଭଲ ହୁଅନ୍ତା। ଆଜ୍ଞା ନିଶ୍ଚିତ ଭାବରେ। ଯାହାବି ଆମର ଯୋଉ ଅଙ୍ଗନବାଡି ସେଣ୍ଟର ମା ଆମର ରହୁଛନ୍ତି ତାଙ୍କ ଦ୍ୱାରା ଫିଜିକାଲ ଭେରିଫିକେସନ କଲେ ସେମାନେ ତ କଣ ପାତର ଅନ୍ତର ବାଧ୍ୟ କରିବେ। ମୁଁ କହୁନାହିଁ ଖାଲି ମୋ ଗାଁରେ ଏମିତି ହବ କି ସେ ଗାଁରେ ଏମିତି ହବ କିନ୍ତୁ ବାଧ୍ୟ ହବ। ଦେଖନ୍ତୁ ଯେତେବେଳେ ସୁଭଦ୍ରା ଯୋଜନା ଆରମ୍ଭ ହେଇଥିଲା ଆପଣ ନ୍ୟୁଜରେ ବି ଦେଖିଥିବେ ସୁଭଦ୍ରା ଫର୍ମ ସେମାନେ 20 ଟଙ୍କା ଲେଖା ବିକିଥିଲେ ଯୋଉଟା କି ପେପର ନ୍ୟୁଜରେ ବି ଆମେ ଦେଖିଥିଲୁ। ତ ସେଥିପାଇଁ ଆଜ୍ଞା ଅଦର ଭିଲେଜ ରୁ ଯିଏ ଆସିକି ଚେକ୍ କରିବ ସେ ତ କିଛି ଜାଣିନଥିବ ସେ ପ୍ରକୃତ ସବୁ ଜିନିଷ ସଠିକ ଭାବରେ ଯାଞ୍ଚ କରିବ ନା। ଆଜ୍ଞା ସେଥିପାଇଁ ଅଦର ବ୍ଲକର ଯୋଉମାନେ ଆସିବେ ସେମାନେ ହିଁ ପ୍ରପରଲି ଯାଞ୍ଚ କରିପାରିବେ। ଆଜ୍ଞା ସାର୍ ମୁଁ ବୁଝିପାରୁଛି ଠିକ୍ ଅଛି ନିଶ୍ଚିତ ଭାବରେ ଆମେ ଆମର ଉପରିସ୍ଥ ଅଧିକାରୀଙ୍କୁ ଜଣାଉଛୁ ଠିକ୍ ଅଛି। ଆଜ୍ଞା।